ଆଜ୍ଞା ମୋ ନାଁ ହେଉଛି ପହିଲି ଜମ୍ବେକା। ଆମ ଗ୍ରାମର ନାଁ ହେଉଛି କନିଆଝଲା। ଆମ ଗାଁରେ ଆଉ କ'ଣ ସୁବିଧା ଅଛି ଆଜ୍ଞା, ଆପଣ ତ ଆସିକରି ଦେଖୁଛନ୍ତି। ଏଇ ପରିସ୍ଥିତିରେ ସବୁ ଚାଲିଛନ୍ତି, ପାଣି ଅସୁବିଧା, ନଳକୂଅ ଗୋଟେ ନାହିଁ, ଆଉ ଗାଁ ରାସ୍ତା ଗୋଟେ ନାହିଁ। ଏମିତି ତ ସବୁ ପରିସ୍ଥିତିରେ ଚଳୁଛନ୍ତି। ପ୍ରାୟ ଏତେ ବର୍ଷ ହେଲାଣି କେଉଁ ଗୋଟେ ସୁବିଧା ଦେଇ ପାରୁନାହାନ୍ତି। ସରକାର ପାଖରେ ତ କେତେ ଥର ଗଲୁଣି, କଲେକ୍ଟର ପାଖରେ ବି ଥରେ ଯାଇଥିଲେ, ତଥାପି ହେଇପାରୁନି। ପ୍ରାୟ ଆମର ଆଦିବାସୀ ଲୋକ ଖାଲି ବସବାସ କରନ୍ତି। ଅଭିଯୋଗ ତ କେତେ ଥର କରାହେଲାନି ଆଜ୍ଞା, କଲେ ବି ହବ ହବ କହିକି ସେଇଭଳିଆ ସେମିତି ରହିକି ରହିଛି, କାମଟା ହେଇପାରୁନି। ପାଣି ତ ଆଜ୍ଞା, ପାଣି କଥା କହିଲେ ଆଉ କ'ଣ କହିବ। ପାଣି ସେଇଟା କେତେ ଥର ଦାବି କଲାରୁ ସେଇଟା ଯେ ଝରଣା ପାଣି ଆଣିକରି ଟିକେ ଲଗେଇ ଦେଇଛନ୍ତି, ଖରା ଟାଇମରେ ଶୁଖି ଯାଉଛି ପାଣି। ପାଣି ପାଣିର ସମସ୍ୟା ତ ବହୁତ ଅଛି। ପାଣି ବି ଆସୁନି, ଏବେ ଟିକେ ବର୍ଷା ହେଇଛି ବୋଲି କିଛି ଆସୁଛି, ନହେଲେ ତ ନାହିଁ। ଆଜ୍ଞା, ନଦୀ ପାଣି, ନଦୀ ପାଣି ପିଇବାକୁ ପଡୁଛି। ନଳକୂଅ ତ ଗୋଟେ ବି ନାହିଁ ଆଜ୍ଞା। ଆଉ କୋଉଠୁ ପାଣି ବ୍ୟବସ୍ଥା ଇଏ କରିବେ। ମେନ୍ ହେଲା ଆମର ଗୋଟେ ରାସ୍ତା, ଆଉ ଗୋଟେ ପାଣି, ଦିଟା ଦିଟା ଜିନିଷ ହେଲେ ସେଇଟା ମେନ୍ ଜିନିଷ। କାହିଁକି ନା ରୋଗୀ ଗୋଟେ ଅସୁବିଧା ହେଲେ କୋଉଠି ମେଡିକାଲ ନେବା ପାଇଁ ହେଲେ ଆମକୁ କଟରେ ବହିବାକୁ ପଝାର ନେବାକୁ ପଡୁଛି। ରାସ୍ତା ଗୋଟେ ମେନ୍। ଆଗାମୀ ଦିନରେ କ'ଣ କରିବେ ଆଜ୍ଞା, ଯଦି ନହେଲେ ଏଇଟା ଦାବି କଲା ପରେ ଯଦି ହବନି ବୋଲେ କଲେକ୍ଟର ପାଖରେ ଯାଇକରି ଦେଖିବା କ'ଣ ହଉଛି।